ନା ଆଉ ଏବେ ମୋ ସ୍ୱାମୀଙ୍କ ସହିତ ବୁଲି ପାରିବି ନା ଯାଇକିନା ବାହାରେ ଖାଇପାରିବି। ଆଜିଠୁ ସବୁ ବନ୍ଦ। ନମସ୍କାର, ମୁଁ ଲିପିକା। ମୁଁ ଜଣେ ମଧ୍ୟବିତ୍ତ ପରିବାର ବୋହୂ। ଚାଲନ୍ତୁ ସକାଳୁ ସକାଳୁ ଦେଖିବା ଘରେ ସମସ୍ତେ କଣ କରୁଛନ୍ତି। ବାବୁ ମହାଶୟ ଆମର ଫୋନ ଟିପୁଛନ୍ତି, ଆଉ ଏପଟରେ ବୋଉଙ୍କର ସକାଳୁ ଉଠିବା ମାନେ ଚିନ୍ତା ରୋଷେଇ। ପ୍ରତ୍ୟେକ ବର୍ଷ ହଳଦିଆରେ ଏଇ ଡିସେମ୍ବର ମାସରେ କ୍ଷୁଦିରାମ ମେଳା ଷ୍ଟାର୍ଟ ହୁଏ, ଆଉ ତା ପାଇଁକା ଏବେଠୁ ପ୍ରିପାରେସନ ମଧ୍ୟ ଚାଲୁ ରହିଲାଣି। ସବୁ ଦେଖିବାକୁ ତ ଭଲ ଲାଗୁଥିଲା କିନ୍ତୁ କିଛି ବୁଝି ପାରୁନଥିଲି। ସନ୍ଧ୍ୟା ସମୟରେ ଆମେ ଟିକେ ରେଡି ହେଇଥିଲୁ ବାହାରକୁ ଯିବା ପାଇଁ, ଯେହେତୁ ସ୍ୱାମୀ ଏବେ ବମ୍ବେ ପଳେଇବେ ତ ତା ଆଗରୁ ମତେ କହିଲେ କି ଚାଲ, ତମର ବହୁତ ଇଚ୍ଛା ଥିଲା ଢାବାରେ ଯାଇ ଖାଇ ଆସିବା ପାଇଁ, ଆମର ଫେଭରେଟ ଢାବା, ଚାଲ ସେଇଠି ମନ ଭରିକି ଖାଇକି ଆସିବ। ତା ପୂର୍ବରୁ ଆମେ ଟିକେ ମେଳା ପାଖକୁ ଯାଇଥିଲୁ, ଯେହେତୁ ଦୋକାନ ବଜାର ବହୁତ କମ ପଡିଥିଲା ଆଉ ଲୋକ ବି ମଧ୍ୟ ବହୁତ କମ ଥିଲେ, ସେଥିପାଇଁକା ଛତୁ ପକୋଡା ଟିକେ ଖାଇକିନା ଆମେ ପହଞ୍ଚି ଯାଇଥିଲୁ ଢାବାରେ। ଏଇ ପଞ୍ଜାବୀ ଢାବାଟି ଆମ ସ୍ୱାମୀ ସ୍ତ୍ରୀଙ୍କର ବହୁତ ପସନ୍ଦିଦା ଢାବା, ଯୋଉଟା କି ଆମେ ବାହାଘର ସମୟରୁ ଆମେ ଦି ଜଣ ଆସୁଛୁ, ଆଉ ଆମେ ଚେଷ୍ଟା କରୁ ଏଇଠି ଆସିକି ହିଁ ଖାଇବା ପାଇଁ ଯେତେବେଳେ ଆମକୁ ଟାଇମ ମିଳେ, କାହିଁକି ନା ଏଠିକାର ଖାଇବା ବହୁତ ଟେଷ୍ଟି ଥାଏ ଆଉ ବହୁତ କମ ପ୍ରାଇସ ରେ ବହୁତ ଟେଷ୍ଟି ଖାଇବା ମିଳିଥାଏ। ଆଉ ଏଠିକାର ତଡକା, ଅଣ୍ଡା ତଡକା, ୱାଓ, ମାନେ ଏତେ ଟେଷ୍ଟି ଆପଣ ମାନେ ବିଲିଭ ହିଁ କରିପାରିବେନି। ଆମେ ଅଣ୍ଡା ତଡକା ଆଉ ଚିକେନ ଆଉ ରୁଟି ମଗେଇ ଦେଇଥିଲୁ, ଆଉ ମନ ଭରିକି ଆମେ ଦି ଜଣ ଖାଇଦେଇଥିଲୁ। ଏତିକି ଜିନିଷ ଯଦି ମୁଁ ହୋଟେଲରେ ଖାଇଥାନ୍ତି ମିନିମମ୍ 500 ଟଙ୍କା ଦେବା ପାଇଁ ପଡିଥାନ୍ତା, କିନ୍ତୁ ଏଠି ମତେ 300 ଟଙ୍କା ଭିତରେ ହିଁ ପଡିଲା। ତାପରେ ଆସି ପହଞ୍ଚି ଯାଇଥିଲୁ ମିଠା ଦୋକାନରେ, ଘର ପାଇଁ ମଧ୍ୟ କିଛି ମିଠା କିଣିଲୁ। ତାପରେ ଘରେ ଆସିକି ପହଞ୍ଚିଗଲି। ଆସୁ ଆସୁ ରୋଷେଇ ଘର କାମରେ ଲାଗିଗଲି, କାହିଁକିନା ବାପା ବୋଉ ଏବେ ପର୍ଯ୍ୟନ୍ତ ଖାଇନାହାନ୍ତି, ତାଙ୍କ ପାଇଁ ରୁଟି ବନେଇଦେଲି, ବାପାଙ୍କ ପାଇଁ ତଡକା ନେଇ ଆସିଲୁ, ଆଉ ଦିନରେ ମଧ୍ୟ ତରକାରୀ ଥିଲା ବାପାଙ୍କୁ ବାଢିକି ଦେଇଦେଲି, ଆଉ ଏପଟରେ ବୋଉଙ୍କ ପାଇଁ ନେଇ ଆସିଥିଲି, ସେ କ୍ଷୀର ମିଠା ଲଗେଇକିନା ଆରାମସେ ଖାଇଦେଲି। ମଧ୍ୟ କହିଛି ବୋଉଙ୍କୁ ବାହାର ଜିନିଷ ଖାଇବା ପସନ୍ଦ ନୁହେଁ, ସେଥିପାଇଁ ମିଠା ନେଇ ଆସିଲି, କାହିଁକିନା ମିଠାରେ ହିଁ ତାଙ୍କର ଖୁସିଟା ଲୁଚି ଥାଏ, ତ ମିଠା ଦେଇଦେଲେ ସେ ପୁରା ଖୁସି ହେଇଯାନ୍ତି। ଯୋଉ ରସଗୁଲା ଦେଖୁଛନ୍ତି ଇଏ ପୁରା ସ୍ପଞ୍ଜି ରସଗୁଲା ଆଉ ରିଏଲ ବାଲା ଛେନାର ରସଗୁଲା, ଯୋଉଟା କି ବହୁତ ଗରମ ଗରମ ଥାଏ ଆଉ ବହୁତ ଟେଷ୍ଟି ଥାଏ, କି ପୁରା ମନ ଖୁସି ହେଇଗଲା।